मो चैनल संस्कृति एवं परंपरा को बुद्धं शरणं गच्छामि, ब्रह्मं शरणं गच्छामि, संघं शरणं गच्छामि। बुद्ध पूर्णिमा एभଳି ଏକ ପର୍ବ ଯାହାକୁ ଉଭୟ ହିନ୍ଦୁ ଏବଂ ବୌଦ୍ଧ ଧର୍ମର ଅନୁଗାମୀମାନେ ଉତ୍ସାହର ସହିତ ପାଳନ କରିଥାନ୍ତି। ପୌରାଣିକ ମାନ୍ୟତା ଅନୁସାରେ ଏହି ଦିନ ବୌଦ୍ଧ ଧର୍ମର ସଂସ୍ଥାପକ ମହାତ୍ମା ବୁଦ୍ଧ ଜନ୍ମଗ୍ରହଣ କରିଥିଲେ। ହିନ୍ଦୁ ଧର୍ମରେ ବୁଦ୍ଧଙ୍କୁ ଶ୍ରୀହରି ବିଷ୍ଣୁଙ୍କର ଅବତାର ମନେ କରାଯାଏ। ତେଣୁ ହିନ୍ଦୁଙ୍କ ପାଇଁ ବୁଦ୍ଧ ପୂର୍ଣ୍ଣିମାର ବିଶେଷ ମହତ୍ଵ ରହିଛି। ଗୌତମ ବୁଦ୍ଧଙ୍କ ଜନ୍ମ ଉତ୍ସବ ଯୋଗୁଁ ବୁଦ୍ଧ ପୂର୍ଣ୍ଣିମାକୁ ବୁଦ୍ଧ ଜୟନ୍ତୀ ଓ ବୈଶାଖ ଉତ୍ସବ ଭାବେ ପାଳନ କରାଯାଏ। କୁହାଯାଏ ବୈଶାଖ ପୂର୍ଣ୍ଣିମା ଦିନ ବୁଦ୍ଧଙ୍କୁ ବୋଧଗୟାଠାରେ ବୋଧି ବୃକ୍ଷ ତଳେ ବୁଦ୍ଧତ୍ୱ ପ୍ରାପ୍ତ ହୋଇଥିଲା। ଏହା ମଧ୍ୟ ତାଙ୍କର ନିର୍ବାଣର ଦିବସ। ଏହି ଦିନ ଗଙ୍ଗା ସ୍ନାନର ବିଶେଷ ମହତ୍ଵ ରହିଛି। ଏହି ମାସର ପୂର୍ଣ୍ଣିମାରେ ସୂର୍ଯ୍ୟ ନିଜର ଉଚ୍ଚ ରାଶି ମେଷ ଏବଂ ଚନ୍ଦ୍ର ନିଜର ଉଚ୍ଚ ରାଶି ତୁଳାରେ ଥାନ୍ତି। କୁହାଯାଏ ବୁଦ୍ଧ ପୂର୍ଣ୍ଣିମାର ସ୍ନାନ ଦ୍ୱାରା କୋଟି ଜନ୍ମର ପାପ ନାଶ ହୋଇଯାଏ। ଗୌତମ ବୁଦ୍ଧ ଖ୍ରୀଷ୍ଟପୂର୍ବ 560 ଆଜିର ପବିତ୍ର ବୈଶାଖ ପୂର୍ଣ୍ଣିମା ତିଥିରେ ଶାକ୍ୟ ବଂଶର ରାଜା ଶୁଦ୍ଧୋଦନ ଏବଂ ରାଣୀ ମାୟାଦେବୀଙ୍କ କୋଳମଣ୍ଡନ କରିଥିଲେ। ଗୌତମ ବୁଦ୍ଧ ହିମାଳୟ ପାଦଦେଶର କରଦ ରାଜ୍ୟ କପିଳବାସ୍ତୁର ଲୁମ୍ବିନୀ ଗ୍ରାମର ଶାଳ ବଣରେ ଜନ୍ମ ନେଇଥିଲେ। ଏହି ଦେବ ଶିଶୁ ତଥାଗତ ବୁଦ୍ଧଙ୍କର ପିତୃଦତ୍ତ ନାମ ଥିଲା ସିଦ୍ଧାର୍ଥ। ପିଲାଟି ବେଳୁ ତାଙ୍କଠାରେ ଦୈବ ଲକ୍ଷଣ ଦେଖା ଦେଇଥିଲା। ଜନ୍ମର 7 ଦିନରେ ତାଙ୍କ ମାତୃବିୟୋଗ ଘଟିଥିଲା। ସିଦ୍ଧାର୍ଥଙ୍କ ଲାଳନ ପାଳନର ଦାୟିତ୍ୱ ମାୟାଦେବୀଙ୍କ ଭଉଣୀ ଗୌତମୀଙ୍କ ଉପରେ ପଡ଼ିଥିଲା। ଜ୍ୟୋତିଷଙ୍କ ଠାରୁ ପିତା ଶୁଦ୍ଧୋଦନ ଜାଣିଥିଲେ ଏହି ଶିଶୁ ଦିନେ ସନ୍ନ୍ୟାସୀ ହେବେ। ସେଥିପାଇଁ ତାଙ୍କୁ ସଂସାର ଜଞ୍ଜାଳଠାରୁ ଦୂରେଇ ରଖିବା ପାଇଁ ଶତଚେଷ୍ଟା କରିଥିଲେ, କିନ୍ତୁ ସେସବୁ ବିଫଳ ହୋଇଥିଲା। ନଗର ଭ୍ରମଣ ସମୟରେ ବୃଦ୍ଧାବସ୍ଥା, ରୋଗଗ୍ରସ୍ତ ମଣିଷ, ଶବ ଏବଂ ସନ୍ନ୍ୟାସୀଙ୍କୁ ଦେଖିବା ପରେ ସେ ସନ୍ନ୍ୟାସକୁ ପ୍ରକୃଷ୍ଟ ପନ୍ଥା ଭାବେ ଗ୍ରହଣ କରି ଗୃହତ୍ୟାଗ କରିଥିଲେ। ପ୍ରଥମେ ମଗଧ ରାଜଧାନୀ ରାଜଗିରି ନିକଟରେ ଥିବା ଗୁମ୍ଫାର ଜଣେ ଋଷିଙ୍କୁ ଗୁରୁ ଭାବେ ଗ୍ରହଣ କରିଥିଲେ, କିନ୍ତୁ ତାଙ୍କ ଶିକ୍ଷାରେ ସନ୍ତୁଷ୍ଟ ନ ହୋଇ କଠୋର ତପସ୍ୟା ପାଇଁ ବୋଧଗୟା ଆସିଥିଲେ। 6 ବର୍ଷର କଠୋର ତପସ୍ୟା ପରେ ଏହି କୃଚ୍ଛ ସାଧନା କେବଳ ଶରୀରକୁ କଷ୍ଟ ଦେବାକୁ ସାର ବୋଲି ବୁଦ୍ଧ ଅନୁଭବ କରିଥିଲେ। ଶେଷରେ ଏକ ବିଶାଳ ଅଶ୍ୱତ୍ଥ ବୃକ୍ଷ ତଳେ ଧ୍ୟାନରେ ବସି ସମାଧିସ୍ଥ ହେବା ପରେ ତାଙ୍କୁ ଜ୍ଞାନାଲୋକ ପ୍ରାପ୍ତି ହୋଇଥିଲା। ଏହା ପରେ ସେ ଭାରତବର୍ଷ ଭ୍ରମଣ କରି କାମନାର ବିନାଶରେ ଦୁଃଖର ବିନାଶ ବାଣୀ ପ୍ରଚାର କରିଥିଲେ। ବୁଦ୍ଧଙ୍କ ନିଜସ୍ୱ ମାର୍ଗ ହେଲା ମଝିମା ପତିପଦ ବା ମଧ୍ୟମ ପଥ। ଏ ପଥ ଅନୁସରଣ କରି ଅବିଦ୍ୟା ଅଜ୍ଞାନ ଦୂର କରିବା ସହିତ ଦୁଃଖ କଷ୍ଟ ଓ ଦୁର୍ଦ୍ଦଶାରୁ ମୁକ୍ତି ଲାଭ କରିବା ସମ୍ଭବ। ଗୌତମ ବୁଦ୍ଧଙ୍କ ଆଲୌକିକତା ହେଉଛି ଯେଉଁଦିନ ସେ ଜନ୍ମ ହୋଇଥିଲେ ସେହି ଦିନରେ ହିଁ ତାଙ୍କର ଜ୍ଞାନପ୍ରାପ୍ତି ଏବଂ ମହାନିର୍ବାଣ ପ୍ରାପ୍ତି ହୋଇଥିଲା। ବୌଦ୍ଧ ଧର୍ମରେ ପର୍ବପର୍ବାଣୀ ଏବଂ ଆଡ଼ମ୍ବର କମ୍ ଥିଲେ ହେଁ ଉପାସନା, ଆରାଧନା, ଧ୍ୟାନ ଏବଂ ସାଧନା ଆଦି ଆଚରଣ ବିଧି ପାଇଁ ବର୍ଷର 12ଟି ଯାକ ପୂର୍ଣ୍ଣିମା ତିଥି ଅତ୍ୟନ୍ତ ପୁଣ୍ୟ ଦିବସ। ବୌଦ୍ଧ ଧର୍ମାବଲମ୍ବୀମାନେ ପ୍ରତ୍ୟେକ ପୂର୍ଣ୍ଣିମା ତିଥିରେ ପ୍ରାର୍ଥନା ଓ ଧ୍ୟାନ ବ୍ୟତୀତ ସ୍ୱତନ୍ତ୍ର ଉପାସନା ପର୍ଯ୍ୟନ୍ତ ଉପବାସ ରହିଥାନ୍ତି
ଓಂ ସୋମପୁତ୍ରାୟ ବିଦ୍ମହେ ମହାପ୍ରଜ୍ଞାୟ ଧୀମହି ତନ୍ନୋ ବୁଦ୍ଧ ପ୍ରଚୋଦୟାତ୍। ତେବେ ପବିତ୍ର ବୈଶାଖ ପୂର୍ଣ୍ଣିମା ବା ଚନ୍ଦନ ପୂର୍ଣ୍ଣିମା ବା ବୁଦ୍ଧ ପୂର୍ଣ୍ଣିମାର ପାବନ ଅବସରରେ ବୌଦ୍ଧ ଧର୍ମାବଲମ୍ବୀମାନେ କିପରି ଭାବରେ ମହାତ୍ମା ବୁଦ୍ଧଙ୍କର ଉପାସନା କରିଥାନ୍ତି, ସେହି ଦିବ୍ୟ ଦୁର୍ଲଭ ଦୃଶ୍ୟକୁ ଆମେମାନେ ମଧ୍ୟ ଆଗକୁ ଭିଡ଼ିଓ ମାଧ୍ୟମରେ ଦର୍ଶନ କରିନେବା। ଚାଲନ୍ତୁ।